ଦେଖନ୍ତୁ ମାନ୍ୟବର ସୁପ୍ରିମକୋର୍ଟ ଯୋଉ ନିର୍ଦ୍ଦେଶ ଦେଇଛନ୍ତି ନିଶ୍ଚିତ ଭାବରେ ସେମାନେ ମାନ୍ୟବର ସୁପ୍ରିମକୋର୍ଟକୁ ଆମେ ସମସ୍ତେ ମଧ୍ୟ ମାନିବା ଉଚିତ ଏବଂ ତା ପାଇଁ ଯାହା ପଦକ୍ଷେପ ହବ ବିଭାଗ ତାକୁ ଆମ ବିଭାଗ ଗ୍ରହଣ କରିବ ଅର୍ବାନ ଡିପାର୍ଟମେଣ୍ଟ ସହିତ ମିଶି କାମ କରିବ। ଦେଖନ୍ତୁ ମାନ୍ୟବର ସୁପ୍ରିମକୋର୍ଟ ଯୋଉ ବୁଲା କୁକୁର ସମ୍ପର୍କିତ ଯୋଉ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ ଯୋଉ ବୁଲା କୁକୁରକୁ ନେଇ ମଧ୍ୟ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି ଏବଂ ଏନେଇ କଠୋର ଆଭିମୁଖ୍ୟ ମଧ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ଦିଆଯାଇଛି। ଯେହେତୁ ଆମେ ଦେଖିବା ଯୋଉ ବିଭିନ୍ନ ଶିକ୍ଷାନୁଷ୍ଠାନ ମନ୍ଦିର ଆପଣଙ୍କର ପବ୍ଲିକ ପ୍ଲେସ ଗୁଡାକରେ କୁକୁର ଯୋଉ ବୁଲାବୁଲି କରୁଛନ୍ତି ସେମାନଙ୍କୁ ଯୋଉ ଦାୟିତ୍ୱ ଅର୍ବାନ ଡିପାର୍ଟମେଣ୍ଟର ଦାୟିତ୍ୱ ଅଛି ଜନଗହଳିପୂର୍ଣ୍ଣ ସ୍ଥାନରୁ ସେମାନଙ୍କୁ ନେଇ ସୁରକ୍ଷିତ ଜାଗାରେ ତାକୁ ରଖିବା ଏବଂ ବିଶେଷ କରି ଯୋଉମାନେ ଡଗ୍ ଲଭର ମଧ୍ୟ ଅଛନ୍ତି ସେମାନଙ୍କ ପାଇଁ ମଧ୍ୟ ସୁପ୍ରିମକୋର୍ଟଙ୍କର ନିର୍ଦ୍ଦେଶ ରହିଛି ଯେ ସେମାନଙ୍କୁ ଏଣେ ତେଣେ ଯଦି ଆମେ ଖାଇବାକୁ ଦେବା ବିଭିନ୍ନ ପବ୍ଲିକ ସ୍ଥାନରେ ଦେବା ଯେତେବେଳେ ସେମାନେ ଖାଇବା ନ ପାଉଛନ୍ତି ହିଂସ୍ର ମଧ୍ୟ ହେଇଯାଉଛନ୍ତି ଏବଂ ଆଗରୁ ସୁପ୍ରିମକୋର୍ଟର ଯୋଉ ନିୟମ ମଧ୍ୟ ଥିଲା ତାହା ମଧ୍ୟ ବଳବତ୍ତର ରହିଛି। ଯେମିତି ଆଜି ଆମେ ଦେଖୁଛେ ବିଭିନ୍ନ ଜାଗାରେ ପବ୍ଲିକ ପ୍ଲେସରେ ମାଛ ମାଂସ କାଟିବା ଏବଂ ସେମାନଙ୍କୁ ଖାଇବାକୁ ଦେବା ଯାହା ଫଳରେ କି ସେମାନେ ସେଗୁଡାକୁ ଖାଇଲା ପରେ ଆହୁରି ହିଂସ୍ର ହେଇ ଉଠୁଛନ୍ତି ଲୋକମାନଙ୍କୁ ଆକ୍ରମଣ କରିବାର ମଧ୍ୟ ସେ ପଛଉନାହାନ୍ତି। ତେଣୁ ଏଇ ସବୁ ପଦକ୍ଷେପ ଗୁଡ଼ିକୁ ଏଇ ସବୁକୁ ଦୃଷ୍ଟିରେ ରଖି ଯୋଉ ମାନ୍ୟବର ସୁପ୍ରିମକୋର୍ଟ ଯୋଉ ନିର୍ଦ୍ଦେଶ ଦେଇଛନ୍ତି ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଏବଂ ଯୋଉଟା ଆପଣ କହିଲେ ଆକ୍ରମଣକାରୀ କୁକୁର ଯଦି ବାହାର କରିବା ଯେଉଁମାନଙ୍କୁ ଆମେ କୁକୁର ମାନେ ଅଧିକ ଆକ୍ରମଣାତ୍ମକ ହେଇସାରିଛନ୍ତି ସେମାନଙ୍କୁ ଯୋଉମାନେ ଜଳାନ୍ତକ ରୋଗରେ ମଧ୍ୟ ଅଛନ୍ତି ତାଙ୍କୁ ଚିହ୍ନଟ କରିକିରି ସେମାନଙ୍କୁ ନେଇ ମଧ୍ୟ ଥଇଥାନ କରିବାର ବ୍ୟବସ୍ଥା କରାଯାଇଛି। ତେଣୁ ଆପଣମାନେ ଜାଣିଛନ୍ତି ଯେ ଏହାର ଦାୟିତ୍ୱ ସମ୍ପୂର୍ଣ୍ଣ ହେଉଛି ମ୍ୟୁନିସିପାଲିଟିର ପ୍ରତ୍ୟେକ ଅର୍ବାନର এই ଦାୟିତ୍ୱ ରହିଛି ଏବଂ ଆମ ଡିପାର୍ଟମେଣ୍ଟ ତାଙ୍କୁ ଟୀକାକରଣ ବନ୍ଧ୍ୟାକରଣ ଏଇସବୁ କରିବାର ଦାୟିତ୍ୱ ଆମ ବିଭାଗର ରହିଛି। ଦେଖନ୍ତୁ ମାନ୍ୟବର ସୁପ୍ରିମକୋର୍ଟ ଯୋଉ ନିର୍ଦ୍ଦେଶ ଦେଇଛନ୍ତି ନିଶ୍ଚିତ ଭାବରେ ସେମାନେ ମାନ୍ୟବର ସୁପ୍ରିମକୋର୍ଟକୁ ଆମେ ସମସ୍ତେ ମଧ୍ୟ ମାନିବା ଉଚିତ ଏବଂ ତା ପାଇଁ ଯାହା ପଦକ୍ଷେପ ହବ ବିଭାଗ ତାକୁ ଆମ ବିଭାଗ ଗ୍ରହଣ କରିବ ଅର୍ବାନ ଡିପାର୍ଟମେଣ୍ଟ ସହିତ ମିଶି କାମ କରିବ ଯୋଉଭଳି ଭାବରେ ସେଇ କୁକୁର ମାନଙ୍କର ଯତ୍ନ ତାଙ୍କ ସ୍ଥାୟିତ୍ୱ ତାଙ୍କର ଖାଇବା ପିଇବା ଏବଂ କିପରି ଯୋଉମାନେ ହିଂସ୍ର ଅଛନ୍ତି ଯୋଉମାନେ ଆକ୍ରମଣାତ୍ମକ ହେଇଛନ୍ତି ସେମାନଙ୍କୁ ମଧ୍ୟ କିପରି ପ୍ରତିରୋଧ କରାଯିବ ସେଇ ଦିଗରେ ମଧ୍ୟ ବିଭାଗ ଚିନ୍ତା କରେ। ଦେଖନ୍ତୁ ଏଇ କାମ ତ ଆଗରୁ ମଧ୍ୟ ଜାରି ରହିଛି ଏଇ ଯୋଉ କାମ ଏଇଟା ଆଜିକା କାମ ନୁହଁ ଆଗରୁ ମଧ୍ୟ ଆମ ବିଭାଗ ସେଇ ଯୋଉ ବୁଲା କୁକୁର ଆଣିବା ତାଙ୍କୁ ବନ୍ଧ୍ୟାକରଣ କରିବା ଟୀକାକରଣ କରିବା ଏବଂ ସେମାନେ ଯୋଉ ଷ୍ଟ୍ରେ ଡଗ୍ ଅଛନ୍ତି ସେମାନଙ୍କର ମଧ୍ୟ ଥଇଥାନ ଦିଗରେ ଆମ ବିଭାଗ କାମ କରୁଛି ଏବଂ ମ୍ୟୁନିସିପାଲିଟି ଯେତେବେଳେ ଅର୍ବାନ ଡିପାର୍ଟମେଣ୍ଟ ମିଶିବ ଆହୁରି ଏଇ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ଆଗକୁ এই କାମ ଆହୁରି ଆଗକୁ ଆମେ ଭଲ ମାତ୍ରାରେ କରିପାରିବୁ ଉଭୟ ମିଳିତ ଭାବରେ ମିଳିତ ବିଭାଗ ପାଗଳ ଯୋଉ ଲୋକଙ୍କୁ କାମୁଡୁଛନ୍ତି କାରଣ ସାରା ରାଜ୍ୟରେ ଆମ ରାଜ୍ୟରେ 2.5 ବର୍ଷରେ 6 ଲକ୍ଷ ଲୋକଙ୍କୁ କୁକୁର କାମୁଡୁଛନ୍ତି। ନାଇଁ ନିଶ୍ଚିତ ଭାବରେ ଏଇ ଯୋଉ ଚିନ୍ତାଜନକ କଥା ଆପଣ ମାନେ କହୁଛନ୍ତି ନିଶ୍ଚିତ ଭାବରେ ଚିନ୍ତାଜନକ ଏମାନେ କାହିଁକି ହିଂସ୍ର ହଉଛନ୍ତି କାହିଁକି ଏମାନେ ଲୋକମାନଙ୍କୁ ଆକ୍ରମଣ କରୁଛନ୍ତି ତାର ମଧ୍ୟ ଆମେ କାରଣ ଖୋଜି ପାଇଛେ ଯେ ବିଭିନ୍ନ ଜାଗାରେ ତାଙ୍କୁ ଖାଇବାକୁ ଦେବା ବିଭିନ୍ନ ପବ୍ଲିକ ପ୍ଲେସରେ ସେମାନଙ୍କୁ ଯୋଉ ମାଛ ମାଂସ ଇତ୍ୟାଦି ଇତ୍ୟାଦି ଆମେ ତାକୁ ରକ୍ତାମୁଖୀ କରିଦଉଛେ ଯାହାଫଳରେ ସେମାନେ ହିଂସ୍ର ହୋଇ ଉଠୁଛନ୍ତି ଏବଂ ସୁପ୍ରିମକୋର୍ଟ ମଧ୍ୟ କଡା ନିର୍ଦ୍ଦେଶ ଦେଇଛନ୍ତି ଯୋଉମାନେ କି ଏଇଭଳି କାର୍ଯ୍ୟ କରିବେ ସେଥିରୁ ନିବୃତ୍ତ ରୁହନ୍ତୁ ନହେଲେ ସେମାନେ ମଧ୍ୟ ଏଥିପାଇଁ ଦାୟୀ ରହିବେ। ଆମେ ଡଗ୍ ଲଭର ମାନଙ୍କୁ ମୋ ନିବେଦନ ରହିବ ସେମାନେ ତାଙ୍କୁ ସଠିକ ଜାଗାରେ ଖାଇବା ପିଇବା ଦିଅନ୍ତୁ କୁକୁରକୁ ଭଲ ପାଆନ୍ତୁ କିଛି ଅସୁବିଧା ନାହିଁ କିନ୍ତୁ ଆମେ ତାଙ୍କୁ ପବ୍ଲିକ ପ୍ଲେସରେ ସବୁ ଜାଗାରେ ଏଇଭଳି ଆମେ କରିପାରିବା ନାହିଁ।